ବର୍ଦ୍ଧିତ ବେଞ୍ଚମାର୍କ ଭ୍ୟାଲୁଏସନ ନେଇ ବିଧାୟକଙ୍କ ଉଦ୍ବେଗ ନୀତି ଓ ବାସ୍ତବତାରେ ଭିନ୍ନତା ରହିଛି। ବଲାଙ୍ଗୀର ଜିଲ୍ଲାରେ ଜମିର ବେଞ୍ଚମାର୍କ ଭ୍ୟାଲୁଏସନରେ ସମ୍ପ୍ରତି ହୋଇଥିବା ହଠାତ୍ ବୃଦ୍ଧି ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ ଏହି ପ୍ରସଙ୍ଗରେ ମୂଳ ନୀତିକୁ ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ସହ ହୋଇଥିବା ବିସ୍ତୃତ ସମୀକ୍ଷା ପରେ ଜଣାପଡ଼ିଛି ଯେ ରାଜ୍ୟ ସରକାରଙ୍କ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର ଏସ୍ଓପି ଅନୁଯାୟୀ ପ୍ରକ୍ରିୟା ପାଳନ କରାଯାଇଛି, କିନ୍ତୁ ଫଳାଫଳ ଦେଖାଯାଉଛି ଯେ ବର୍ତ୍ତମାନ ନୀତି ଭୂମିସ୍ତରର ବାସ୍ତବ ପରିସ୍ଥିତିକୁ ଠିକ୍ ଭାବରେ ପ୍ରତିଫଳିତ କରୁନାହିଁ। କିଛି ଅଞ୍ଚଳରେ ଜମିର ମୂଲ୍ୟ ପ୍ରାୟ 1.38 କୋଟି ପ୍ରତି ଏକରରୁ 2.34 କୋଟି ଓ ବର୍ତ୍ତମାନ ପ୍ରାୟ 5.31 କୋଟି ପର୍ଯ୍ୟନ୍ତ ବଢ଼ିଛି, ଯାହାଫଳରେ ବଜାରରେ ସେହିପରି ବୃଦ୍ଧି କିମ୍ବା କ୍ରୟ କ୍ଷମତାର ବୃଦ୍ଧି ଦେଖାଯାଇନାହିଁ। ଏହି ପ୍ରସଙ୍ଗରେ ଏକ ମୁଖ୍ୟ ଚିନ୍ତାର କାରଣ ହେଉଛି ସହର ଅଞ୍ଚଳର ଜମିର ମୂଲ୍ୟ ନିର୍ଦ୍ଧାରଣ ପ୍ରଣାଳୀ। ବର୍ତ୍ତମାନ ଅଧିକାଂଶ ସହର ଜମିକୁ ତାହାର ପ୍ରକୃତ କିସମ, ଆକାର କିମ୍ବା ଅବସ୍ଥାନକୁ ଅବହେଳା କରି ହୋମଷ୍ଟେଡ୍ ଭଳି ମୂଲ୍ୟ ଧରାଯାଉଛି। ଶ୍ରୀ ସିଂଦେଓ କହିଛନ୍ତି, ଏକ ପକ୍ଷରୁ ଜମିକୁ ହୋମଷ୍ଟେଡ୍ ଭାବରେ ଧରି ଉଚ୍ଚ ଷ୍ଟାମ୍ପ ଶୁଳ୍କ ନିଆଯାଉଛି, ଆଉ ଅନ୍ୟ ପକ୍ଷରେ ସେହି ଜମିକୁ ହୋମଷ୍ଟେଡ୍ କରିବା ପାଇଁ ଅଲଗା ଭାବରେ ରୂପାନ୍ତରଣ ଶୁଳ୍କ ନିଆଯାଉଛି। ଏହା ସାଧାରଣ ଲୋକଙ୍କ ପାଇଁ ଦୁଇଥର ଭାର ପଡୁଛି। ସେ କହିଛନ୍ତି ଯେ ଏହି ବିଷୟରେ ସ୍ପଷ୍ଟ ନୀତି ଆବଶ୍ୟକ। ସମସ୍ତ ସହର ଜମିକୁ ହୋମଷ୍ଟେଡ୍ ଭାବରେ ଘୋଷଣା କରିବା କିମ୍ବା କିସମ ଓ ବ୍ୟବହାର ଅନୁଯାୟୀ ମୂଲ୍ୟ ଭିନ୍ନ କରିବା ସମୀକ୍ଷାରେ ଆଉ କିଛି ପ୍ରଣାଳୀଗତ ସମସ୍ୟା ମଧ୍ୟ ଚିହ୍ନଟ ହୋଇଛି। ଉଚ୍ଚ ମୂଲ୍ୟରେ କିଛି ବିକ୍ରୟ ଉପରେ ଅଧିକ ନିର୍ଭରତା, ବଡ଼ ଜମି ଖଣ୍ଡ ପାଇଁ ଯଥୋଚିତ ସମନ୍ୱୟର ଅଭାବ, ଅବସ୍ଥାନ, ରାସ୍ତା ସଂଯୋଗ, ପ୍ରଣାଳୀଗତ ସୁବିଧା ଅନୁଯାୟୀ ମୂଲ୍ୟର ପ୍ରଭାବ କମ୍ ରହିବ। ଏହାର ଫଳରେ ବେଞ୍ଚମାର୍କ ଭ୍ୟାଲୁଏସନ ବଜାର ମୂଲ୍ୟଠାରୁ ଅଧିକ ହୋଇପାରୁଛି, ଯାହା ଖରିଦାର ଓ ବିକ୍ରେତା ଉଭୟଙ୍କୁ ପ୍ରଭାବିତ କରୁଛି। ବ୍ୟବହାରିକ ଦୃଷ୍ଟିରୁ ଖରିଦାରଙ୍କୁ ଅଧିକ ଷ୍ଟାମ୍ପ ଶୁଳ୍କ ଦେବାକୁ ପଡୁଛି, ବିକ୍ରେତା ଓ ଖରିଦାର ଉଭୟଙ୍କୁ ଆୟକର ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। ବଜାର ମୂଲ୍ୟରେ ସଠିକ ଭାବରେ ବ୍ୟବହାର କରିବା କଷ୍ଟକର ହେଉଛି। ଯେତେବେଳେ ବେଞ୍ଚମାର୍କ ମୂଲ୍ୟ ବଜାର ସତ୍ୟତାଠାରୁ ଅଧିକ ହୋଇଯାଏ, ସମ୍ପୂର୍ଣ୍ଣ ପ୍ରଣାଳୀ ଅସୁବିଧା ସୃଷ୍ଟି ହୁଏ ବୋଲି ସେ କହିଛନ୍ତି। ସେ ଏହାକୁ ପ୍ରୟୋଗର ସମସ୍ୟା ନୁହେଁ ବରଂ ନୀତିର ସମନ୍ୱୟର ସମସ୍ୟା ବୋଲି ଉଲ୍ଲେଖ କରିଛନ୍ତି। ସେ ପ୍ରସ୍ତାବ ରଖିଛନ୍ତି, ସମସ୍ତ ସହର ଜମିକୁ ହୋମଷ୍ଟେଡ୍ ଭାବରେ ଘୋଷଣା କରିବା କିମ୍ବା କିସମ ଅନୁଯାୟୀ ଭିନ୍ନତା କରିବା, ଅବସ୍ଥାନ, ରାସ୍ତା ସଂଯୋଗ ଓ ପ୍ରଣାଳୀ ଅନୁଯାୟୀ ମୂଲ୍ୟ ଧରିବା, ବିଭିନ୍ନ ବ୍ୟବହାରତା ଆଧାରିତ ମଧ୍ୟମ ମୂଲ୍ୟ ନିର୍ଦ୍ଧାରଣ, ବେଞ୍ଚମାର୍କ ଭ୍ୟାଲୁଏସନ ଓ ରୂପାନ୍ତରଣ ଶୁଳ୍କ ମଧ୍ୟରେ ସମନ୍ୱୟ ଆଣିବା। ବଲାଙ୍ଗୀର ଯେହେତୁ କେବିକେ ଅଞ୍ଚଳର ଅଂଶ, ଏଠାରେ ଲୋକଙ୍କର କ୍ରୟ କ୍ଷମତା ସୀମିତ ଥିବାରୁ ଏପରି ନୀତି ଭୂମି ସ୍ତରର ଅର୍ଥନୈତିକ କାର୍ଯ୍ୟକଳାପକୁ ବାଧା ଦେଇପାରେ ବୋଲି ବିଧାୟକ ଉଲ୍ଲେଖ କରିଛନ୍ତି। ତେବେ ଏହାର ପୁନଃ ମୂଲ୍ୟାୟନ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ବିଧାୟକ ଚିଠି କରିଛନ୍ତି। ମନ୍ତ୍ରୀ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେ ଦାବି ଜଣାଇଛନ୍ତି। ବଲାଙ୍ଗୀରର ଗୋଟେ ବିଚିତ୍ର ସମସ୍ୟା ହୋଇଯାଇଛି। ବଲାଙ୍ଗୀରର ଯେଉଁ ବେଞ୍ଚମାର୍କ ଭ୍ୟାଲ୍ୟୁ ଅଛି ଜମିନ ମାନଙ୍କୁ ନେଇକରି, ତାର କେଉଁ କିସମରେ କେଉଁ ଜାଗାରେ 100%, 200%, 400% ବଢ଼ିଯାଇଛି। ତାକୁ ନେଇକରି କିଛି ଲୋକ ଆସିଥିଲେ ମୋର ପାଖରେ, ଅଭିଯୋଗ କରିଥିଲେ। ଏଇଟା ଖାଲି ଏ ଯେଉଁ କଥାଟା ଅଛି, ସମସ୍ୟା ଅଛି, ସବୁ ଲୋକକୁ ଇମ୍ପ୍ୟାକ୍ଟ କରିବ। ଛୋଟ ରିକ୍ସା ପୁଲର ହେଉ ନା ବଡ଼ ସାହୁକାର ହେଉ, ସେମାନେ ଇମର୍ଜେନ୍ସିରେ ନା କେଉଁ ସମୟରେ ଯଦି ଜମିନ ବିକିବା ଚାହିଁବେ ନା କିଣିବା ଚାହିଁବେ ଘର ବନେଇବା ଲାଗି, ସେମାନେ ଦେଖାଯାଉଛି କି ମାର୍କେଟ ଭ୍ୟାଲ୍ୟୁରୁ ଅଧିକା ବେଞ୍ଚମାର୍କ ଭ୍ୟାଲ୍ୟୁ ହୋଇଯାଇଛି, ଯାହାଦ୍ୱାରା ଷ୍ଟାମ୍ପ ଡ୍ୟୁଟି ଉପରେ ବି ଇମ୍ପ୍ୟାକ୍ଟ ପଡ଼ିବ ଆଉ ଇନକମ୍ ଟ୍ୟାକ୍ସର ପେନାଲ୍ଟି ସେମାନେ ପେନାଲ୍ଟି ବି ପାଇବେ। ତେଣୁ ତାକୁ ନେଇକରି ଆମେ ରିଭ୍ୟୁ କରିଥିଲୁ। ସବ୍ କଲେକ୍ଟର, ଏଡିଏମ୍ ଓ ତହସିଲଦାରକୁ ନେଇକରି ବଲାଙ୍ଗୀରର ପ୍ରତ୍ୟେକ ଜନସାଧାରଣର ଅନେକ ଲୋକ ଆସିଥିଲେ, ବୁଦ୍ଧିଜୀବୀ ଆସିଥିଲେ। ନୂଆ ଏସ୍ଓପି ଯେଉଁ ଦିଆହେଇଛି ଓଡ଼ିଶା ସରକାର ତରଫରୁ, ସେ ଏସ୍ଓପିରେ ଅଜମ୍ପସନ୍ ଅଛି କି ବଲାଙ୍ଗୀରର ମ୍ୟୁନିସିପାଲିଟି ଏରିଆରେ, ପୁରା ଓଡ଼ିଶାରେ ସବୁ ଅର୍ବାନ୍ ଏରିଆରେ କିସମ ଯାହା ଆଗରୁ ଡିଫରେନ୍ସିଏସନ୍ ହେଉଥିଲା, ବାହାଲ ମାମୁଲି ହେଉ, ଆଠ ମାମୁଲି ହେଉ ନା ଘରବାଡ଼ି ହେଉ, ଏଇଟା ସବୁ ସମାନ, ସବୁ ଅର୍ବାନ୍ ୟୁଜ୍ ପାଇଁ ଅଛି। ଆଉ ବେଞ୍ଚମାର୍କ ଭ୍ୟାଲ୍ୟୁଟା ସବୁ କିସମକୁ ନେଇକରି ସମାନ କରିଦିଆହେଇଛି। ତେଣୁ ଗୋଟେ ପଟେ ଲୋକକୁ କୁହାହେଉଛି, ଯଦି ତୁମେ ବାହାଲ ମାମୁଲିରୁ ଘରବାଡ଼ି କନଭର୍ସନ୍ କରିବ, ଏତିକି ପଇସା ଟ୍ୟାକ୍ସ ଦେବ ନା ଏତିକି ପଇସା ଗଭର୍ଣ୍ଣମେଣ୍ଟକୁ ରେଭିନ୍ୟୁ ଦେବ, ତାପରେ ହିଁ କନଭର୍ସନ୍ ଆଲାଉଡ୍ ହେବ, ତାପରେ ହିଁ ଆପଣମାନେ କିଛି କମର୍ସିଆଲ ବିଲ୍ଡିଂ ନା କମର୍ସିଆଲ ପ୍ଲଟିଂ କରିପାରିବେ। ଆଉ ଗୋଟେ ପଟେ ସମାନ ବେଞ୍ଚମାର୍କ ଭ୍ୟାଲ୍ୟୁ ଦିଆହେଇଛି। ତେଣୁ ଏଇ ଡାଇକଟମିକୁ ନେଇକରି ଆମେ ଆଜି ମିଟିଂ କଲୁ। ଛୋଟ ପ୍ଲଟ୍, ବଡ଼ ପ୍ଲଟ୍, ରୋଡ଼ ସାଇଡ଼୍ ପ୍ଲଟ୍, ଭିତର ପ୍ଲଟ୍, ସବୁକୁ ସମାନ ଭ୍ୟାଲ୍ୟୁ ନେଇକରି ଗୋଟେ ଅନ୍ୟାୟ ହେଇଛି ଲୋକଙ୍କ ଉପରେ। ସେ ଅନ୍ୟାୟକୁ କେମିତି କରି ଆମେ ସୁଲଝେଇବା ଆଉ ଓଡ଼ିଶା ସରକାରର ରେଭିନ୍ୟୁ ଡିପାର୍ଟମେଣ୍ଟର ଅଫିସିଆଲ୍ସମାନଙ୍କ ଦୃଷ୍ଟି ଆକର୍ଷଣ କରିବା। ତାପରେ ମୁଁ ଅଲରେଡ଼ି ଗୋଟେ ଚିଠି ଦେଇଦେଇଛି रेवेन्यू मिनिस्टर को, चीफ सेक्रेटरी को, रेवेन्यू सेक्रेटरी को और बोर्ड ऑफ रेवेन्यू को। आ तार उपरे आमे
फॉलोअप करवा केमती लोक को न्याय मिल सबु जगह ये प्रकार एसओपी तो जहाँ अच्छी पूरा स्टेट लगी सामान थे क्योंकि बलांगीर विधायक मु अच्छी बलांगीर लोक मोर पाखे निश्चय अन्य जगह भी ये प्रोब्लेमटा से आगामी दिन रे एबे जिनिसटा होती बलांगीर रे आगामी दिन रे अनेक जगार भी ये प्रोब्लेमटा बाहर आउ गवर्नमेंट हैज टू टेक ए रैशनलाइज्ड व्यू लोकंकर रेवेन्यू नेबा अच्छे रेवेन्यू नो तो मना ना नो बट फेयर मार्केट वैल्यू और लोकों को अननेसेसरी हैरेसमेंट नहीं करा जाओ और जहाँ से अजम्पशन नहीं चलते अजम्पशन अनुसार सब जमीटा घर बाड़ी कर दौना तेरे गोटे समान बेंचमार्क वैल्यू आप चार्ज करें जो समय तक सेटा करेंगे नहीं जो समय तक सब जगह रोड बनइबे नहीं और बेंचमार्क वैल्यूटा सामान ने खाली टैक्स गैदर करवा लगी ये गोटे अन्याय अच्छी लोकंर आमे तो यहाँ इश्यू को एवं उठेचु ओडिशा गवर्नमेंट पाखे इश्यूटा पहुँचब आगामी एसेम्बली इश्यूटा मुझे उठेबी आ निश्चय भविष्य में आम आम आशा विश्वास जदि गवर्नमेंट नहीं मानव कोर्ट मध्यम मना अन्याय अच्छी पूरा अन्याय अच्छी बलांगीरु अंजु पृष्टि रिपोर्ट विश्व विजयी न्यूज ओडिशा।